ପିଲାମାନେ ୱେଲକମ୍ ବ୍ୟାକ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍ ରାଉ ଟ୍ୟୁଟୋରିଆଲ୍। ତ ପିଲାମାନେ ଆମେ ପ୍ରିଭିୟସ୍ ଆମର ପଢ଼ିଥିଲେ ଆମର ୟୁନିଟ୍ 1ର ନେଟୱାର୍କିଂ ଆଣ୍ଡ ଓପନ୍ ଷ୍ଟାଣ୍ଡାର୍ଡ଼ସର ଚାପ୍ଟର 1ର କମ୍ପ୍ୟୁଟର ନେଟୱାର୍କିଂର ଆମେ ପଢ଼ିଥିଲେ। ଆମର ଦୁଇଟା ସେସନ୍ କମ୍ପ୍ଲିଟ୍ ହେଇଥିଲା, ଇଣ୍ଟ୍ରୋଡକ୍ସନ୍ ଟୁ କମ୍ପ୍ୟୁଟର ନେଟୱାର୍କିଂ ଏବଂ ଡାଟା କମ୍ୟୁନିକେସନ୍ ଇନ୍ ନେଟୱାର୍କ। ଯେଉଁ ପିଲାମାନେ ବି ଦେଖିନାହ ତ ମୁଁ ଡେସ୍କ୍ରିପ୍ସନରେ ଲିଙ୍କ୍ ପକାଇଦେବି, ତ ଯାଇକି ଚେକ୍ ଆଉଟ୍ କରିଦେବ। ତ ପିଲାମାନେ ଆଜି ଆମେ ପଢ଼ିବା ଟ୍ରାନ୍ସମିଶନ୍ ମିଡ଼ିଆ। ତ ପିଲାମାନେ ଆମେ ପ୍ରିଭିୟସ୍ କ୍ଲାସ୍ରେ କ'ଣ ପଢ଼ିଥିଲେ ନା ଡାଟା କମ୍ୟୁନିକେସନ୍ ଇନ୍ ନେଟୱାର୍କସ୍, କେମିତି ଆମର ନେଟୱାର୍କରେ ଡାଟା କମ୍ୟୁନିକେସନ୍ ହୁଏ, ଆମର କେତେ ଟାଇପ୍ର କମ୍ୟୁନିକେସନ୍ ହୁଏ, ତା ସହିତ ଆମର ପାରାଲାଲ୍ କମ୍ୟୁନିକେସନ୍, ସିରିଏଲ୍ କମ୍ୟୁନିକେସନ୍, ତା ସହିତ ଆମର ଡୁପ୍ଲେକ୍ସ କମ୍ୟୁନିକେସନ୍, ହାଫ୍ ଡୁପ୍ଲେକ୍ସ, ସିମ୍ପ୍ଲେକ୍ସ, ଏଭ୍ରିଥିଙ୍ଗ ଅଲ୍ ଡିଟେଲରେ ଡିସ୍କସନ୍ କରିଥିଲେ। ଯଦିକା ତମେ ଦେଖିବା ପାଇଁ ଚାହୁଁଛ ସେ ଭିଡ଼ିଓ ତ ଦେନ୍ ଡେସ୍କ୍ରିପ୍ସନ୍କୁ ଯାଅ, ଆରାମସେ ମୁଁ ଲିଙ୍କ୍ ପକାଇ ଦେଇଛି ତ ଦେଖିପାରିବ। ତ ପିଲାମାନେ ଆଜି ଆମେ କିନ୍ତୁ ଷ୍ଟାର୍ଟ କରିବା ଟ୍ରାନ୍ସମିଶନ୍ ମିଡ଼ିଆ। ଆଜି ଆମର ସେସନ୍, ଏଇଟା ଗୋଟେ ସେସନ୍ ଆରମ୍ଭ କରିବା ଟ୍ରାନ୍ସମିଶନ୍ ମିଡ଼ିଆ। ଟ୍ରାନ୍ସମିଶନ୍ ମିଡ଼ିଆ ଆମର କେମିତି ଟ୍ରାନ୍ସମିଶନ୍ ହୁଏ, ଡାଟା ଗୁଡ଼ା, ମିଡ଼ିଆ ମାନେ ଡାଟା, ମିଡ଼ିଆ ମାନେ କିଛି ବି ହେଇପାରେ, ଅଡ଼ିଓ, ଟେକ୍ସଟ, ଭିଡ଼ିଓ, ଯାହା ବି କିଛି, ଇମେଜ୍। ତ ମିଡ଼ିଆ ତ ସେଇଟା କୁହାଗଲା ନା। ତ ଆମର ଟ୍ରାନ୍ସମିଶନ୍ ମିଡ଼ିଆ ମାନେ ଆମର କେମିତି ଆମର ମିଡ଼ିଆ ମାନେ ଡାଟା ଟ୍ରାନ୍ସମିଶନ୍ ହୁଏ, କେମିତି ନା ନେଟୱାର୍କିଂରେ କେମିତି ଟ୍ରାନ୍ସମିଶନ୍ ହୁଏ। ତ ଏଇ ଜିନିଷଟା ଆଜି ଆମେ କଭର୍ କରିବା, ଡିଟେଲରେ ପୁଣି କଭର୍ କରିବା। ତ ଚାଲ ଯିବା। ଆମର ସିଲାବସ୍ ବି ତମେ ଯଦି ଏଇଠି ଦେଖିପାରୁଥିବ, ତ ଦେଖିପାରୁଥିବ, ସରି ଏଇଠି ନେଟୱାର୍କିଂ, କମ୍ପ୍ୟୁଟର ନେଟୱାର୍କିଂ ଆମର ଅଛି କମ୍ୟୁନିକେସନ୍ ମିଡ଼ିଆ। ତ ଆମେ କମ୍ୟୁନିକେସନ୍ ମିଡ଼ିଆ ବି ତମ ସିଲାବସ୍ରେ ଅଛି। ତ ଆମେ ଏବେ ତାକୁ ଷ୍ଟାର୍ଟ କରିବା। ତ ଆମର ଟ୍ରାନ୍ସମିଶନ୍ ମିଡ଼ିଆ, ତ ଆମର ଟ୍ରାନ୍ସମିଶନ୍ ମିଡ଼ିଆ ପିଲାମାନେ କ'ଣ କହିଲା, ଗୋଟେ କମ୍ପ୍ୟୁଟର ନେଟୱାର୍କରେ ଆମର କିଛି ଆମର ଡାଟା ହଉ କିମ୍ବା ଆମର ମିଡ଼ିଆ ଯାହା ବି କିଛି ଅଡ଼ିଓ, ଟେକ୍ସଟ, ଭିଡ଼ିଓ, ଯାହା ବି କିଛି, ଏରା ଗୋଟେ ଗୋଟେ ହେଉଛି ଡାଟା। ତ ଡାଟାଟାକୁ ଆମେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ପଠେଇବା କି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଟ୍ରାନ୍ସଫର୍ କରିବା। ତ ଏଇଥ ପାଇଁ ଗୋଟେ ମିଡ଼ିୟମ୍ ଦରକାର କିମ୍ବା ଗୋଟେ ପାଥ୍ ଦରକାର। ତ କେମିତି ଟ୍ରାନ୍ସମିଶନ୍ ହୁଏ, ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ କେମିତି ଜଣେ ସେଣ୍ଡ କରିବ, ଜଣେ ରିସିଭ୍ କରିବ, ଆଉ ଜଣେ ରିସିଭ୍ କରିବ, ଜଣେ ସେଣ୍ଡ କରିବ, କେମିତି, ମାନେ ଆଜି ଆମେ ସେଟା ଡିଟେଲରେ କଭର୍ କରିବା ଯେ କେମିତି ଆକ୍ଚୁଆଲିରେ ଆମର ମିଡ଼ିଆଟା କେମିତି ଟ୍ରାନ୍ସଫର୍ ହୁଏ। ତ ଜୁମ୍ କରିଦେଉଛି। ତ ପିଲାମାନେ ଫାଷ୍ଟ କ'ଣ କହିଲା, ଇନ୍ ଏ କମ୍ପ୍ୟୁଟର ନେଟୱାର୍କ କମ୍ପ୍ୟୁଟର୍ସ ହାଭ୍ ଟୁ ଏକ୍ସଚେଞ୍ଜ ଇନଫର୍ମେସନ୍ ଆମର କ'ଣ କହିଲା, ଡାଟା ବିଟୱିନ୍ ଦେମସେଲ୍ଫ। ଇନ୍ କମ୍ପ୍ୟୁଟର ନେଟୱାର୍କରେ କମ୍ପ୍ୟୁଟର ମାନଙ୍କ ପାଖରେ ଆକ୍ସେସ୍ ଥାଏ, କମ୍ପ୍ୟୁଟର ମାନେ ବି ନିଜ ନିଜ ଭିତରେ ଡାଟା ଏକ୍ସଚେଞ୍ଜ କରନ୍ତି। ତ ଏଇ ଜିନିଷଟା ହିଁ କହିଲା। ତ the information being in form of electronic signal can travel through vacuum, air or other transmission media from one point to another, from source to receiver in a network। यही पॉइंट कौन कहला, तो इनफॉरमेशन बीइंग इन फॉर्म ऑफ इलेक्ट्रोमैग्नेटिक सिग्नल कैन ट्रैवल्ड थ्रू वैक्यूम। तो इनफॉरमेशनटा हमर कौन हुए ना, गोटे इलेक्ट्रोमैग्नेटिक सिग्नल द्वारा ही ट्रांसमिशन हुए। तो ये तुम देखिपो पिला मुझे बोल्ड करदेली। तो आमर इनफॉरमेशन जो डाटाटा भी आइला गोटे जगार आ गोटे जगह जाए, सेटा केमिति ट्रांसमिशन हुए, गोटे इलेक्ट्रोमैग्नेटिक सिग्नल द्वारा ट्रैवल करे। केमिति ट्रैवल करे, भैक्यूम द्वारा ट्रैवल करे, माने एयर रे ही पारे किंबा भैक्यूम ही पारे किंबा अदर ट्रांसमिशन मीडिया, वायर हो, वायरलेस हो, किछि भी, जहाँ भी हमर गोटे मीडियम दरकार ताऊ ट्रांसमिशन करिया पे। पूर्व क्लास रे भी हमें पढ़ी थिले। तो फ्रॉम गोटे जगार आ गोटे जगह को ताकू ट्रांसमिशन करिया पई, इलेक्ट्रोमैग्नेटिक सिग्नल को ट्रांसमिशन करिया पई, से जोट्रे भी ट्रांसमिशन हो गोटे मीडियम दरकार, भैक्यूम, एयर किंबा वायर वाला किंबा अदर ट्रांसमिशन मीडिया किछि भी। किंतु एइटा मन रखिथियो, गोटे नेटवर्क रे थिबा दरकार। ए जिंसटा गोटे नेटवर्क रे थिबा दरकार।
ତାପରେ କଣ କହିଲା ଯେ ଏ ଟ୍ରାନ୍ସମିଶନ ମିଡିୟମ କ୍ୟାନ୍ ବି ୱେୟର୍ଡ, ୱେୟର୍ଡଟାକୁ ଆମେ କହିପାରିବା ଗାଇଡେଡ ଅର୍ ୱେୟରଲେସକୁ ଆମେ କହିପାରିବା ଅନଗାଇଡେଡ। ଟ୍ରାନ୍ସମିଶନ ମିଡିୟମଟା ଆମର ହେଇପାରେ, ମୁଁ ଏଇ ଯୋଉ ଜଷ୍ଟ ଟିକେ ଆଗରୁ କହିଲି ଯେ ଏଟା ହେଇପାରେ ୱେୟାର ହେଇପାରେ କିମ୍ବା ୱେୟରଲେସ୍ ହେଇପାରେ। ୱେୟାର ବାଲାକୁ ଆମେ ଗାଇଡେଡ କୁହନ୍ତି, ୱେୟରଲେସ୍ ବାଲାକୁ ଅନଗାଇଡେଡ ମିଡିଆ କୁହାଯାଏ। ତ ଏଠି ତମେ ସିମ୍ପଲି ଏଇ ପିକ୍ଚରଟା ଦେଖିପାରୁଥିବ, ଗୋଟେ ଜାଗାରେ ସେଣ୍ଡର ପଠେଇଲା ରିସିଭରକୁ, ଏଇଟା ଆମର ଟ୍ରାନ୍ସମିଶନ ମିଡିୟମ ଯୋଉ ମଝିରେ ଆମର ରହିଛି ମୋଟା ଲାଇନଟା। ତ ଆମର ବି ସେମିତି କିଛି ପ୍ରୋଟୋକଲ୍ସ କାମ କରେ। ଏଇଟା ପରେ ଆମେ ଜାଣିବା ଆମର ପ୍ରୋଟୋକଲ୍ସ କ'ଣ କ'ଣ କେମିତି କ'ଣ କାମ କରନ୍ତି, କୋଉ ଆପ୍ଲିକେସନ ଲେୟାରରେ କ'ଣ କ'ଣ ପ୍ରୋଟୋକଲ୍ସ ରହିଛି, ଏଭ୍ରିଥିଙ୍ଗ ଆମେ ଡିଟେଲରେ ଡିସ୍କସନ୍ କରିବା। ତ ଏବେ ପାଇଁ ଏଇଠି ଫୋକସ୍ କର, ଗୋଟେ ସେଣ୍ଡର ରହିଲା ଗୋଟେ ରିସିଭର ରହିଲା, ତାଙ୍କ ଭିତରେ ଗୋଟେ ଡାଟା ଯେତେବେଳେ ଟ୍ରାନ୍ସମିଶନ ହୁଏ ଟ୍ରାନ୍ସଫର ହୁଏ, ତ ଗୋଟେ ମିଡିୟମ ଦ୍ୱାରା ଟ୍ରାନ୍ସମିଶନ ହୁଏ। ସେ ମିଡିୟମଟା ଏୟାର ହଉ କିମ୍ବା ଭ୍ୟାକ୍ୟୁମ ହଉ କିମ୍ବା ଅଦର ଟ୍ରାନ୍ସମିଶନ ମିଡିଆ ହେଇପାରେ। ତ ସେଇଟାକୁ ଆମର ଟ୍ରାନ୍ସମିଶନ ମିଡିୟମ ବି କୁହାଗଲା। ତାପରେ ଆମେ ନେକ୍ସଟ ଆମେ ମୁଭ୍ କରିବା ଯେ କ୍ଲାସିଫିକେସନ ଅଫ ଟ୍ରାନ୍ସମିଶନ ମିଡିଆ। ଟ୍ରାନ୍ସମିଶନ ମିଡିଆଟାକୁ ଆମର କ୍ଲାସିଫିକେସନ କେମିତି କରାଯାଇଛି, ଏ ଟ୍ରାନ୍ସମିଶନ ମିଡିୟମ କ୍ୟାନ୍ ବି ୱେୟର୍ଡ ଗାଇଡେଡ ଅର୍ ୱେୟରଲେସ୍ ଅନଗାଇଡେଡ। ତ ଆମର ମେନଲି ଟ୍ରାନ୍ସମିଶନ ମିଡିଆଟାକୁ ଦି ଟାଇପ୍ରେ ଆଗେ ଡିଭାଇଡ୍ କଲା। ପିଲାମାନେ ଏଇଟା ଟିକେ ଦେଖ ତାର ଡିଭିଜନଟା ମାନେ କ୍ଲାସିଫିକେସନଟା। ତ ଫାଷ୍ଟ ଆମର କ'ଣ କହିଲା ନା ଟାଇପ୍ସ ଅଫ ଟ୍ରାନ୍ସମିଶନ ମିଡିଆଟା ଫାଷ୍ଟ ଆମର ଦି ଭାଗରେ ଡିଭାଇଡ୍ ହେଲା, ଗୋଟେ ହେଲା ଗାଇଡେଡ, ଗୋଟେ ହେଲା ଅନଗାଇଡେଡ। ପୁଣି ଆମର ଗାଇଡେଡଟା ତିନି ଭାଗରେ ଡିଭାଇଡ୍ ହେଇଗଲା। ଗାଇଡେଡ ମାନେ ଆମର କ'ଣ କହିଲା, ୱେୟାର ବାଲା। ୱେୟାର ବାଲାଟା ଆମର ତିନି ଟାଇପ୍ର ଡିଭାଇଡ୍ ହେଇଗଲା, ଗୋଟେ ହେଲା ଟ୍ୱିଷ୍ଟେଡ୍ ପେୟାର କେବୁଲ, ଗୋଟେ ହେଲା ଅନଟ୍ୱିଷ୍ଟେଡ୍ ପେୟାର କେବୁଲ, ଆଉ ଗୋଟେ ଅପ୍ଟିକାଲ ଫାଇବର କେବୁଲ। କେବୁଲ ମାନେ ତ ଆମର ୱେୟାର ତାର ହିଁ ଯିବ। ତ ସିମ୍ପଲି ମନେ ରଖିପାରିବ ଟ୍ୱିଷ୍ଟେଡ୍ ପେୟାର କେବୁଲ, ଅନଟ୍ୱିଷ୍ଟେଡ୍ ପେୟାର କେବୁଲ ଆଣ୍ଡ ଅପ୍ଟିକାଲ ଫାଇବର କେବୁଲ। ସେମିତି ଆମର ଅନଗାଇଡେଡ କ'ଣ କହିଲା, ୱେୟାରଲେସ୍ ବାଲା। ୱେୟାରଲେସ୍ ବାଲା ଆମର ଯାହା ବି କିଛି ରହୁଛି ରେଡିଓ ୱେଭ୍ସ, ଇନଫ୍ରାରେଡ୍, ମାଇକ୍ରୋୱେଭ୍ସ, ତ ଏଇ ତିନି ଟାଇପ୍ର ଡିଭାଇଡ୍ କଲା। ଏଟା ବି ତିନି, ଏଟା ବି ତିନି। ତ ନେକ୍ସଟ ଆମେ ମୁଭ୍ କରିବା ଗାଇଡେଡ ମିଡିଆ ଆମର କ'ଣ କହିଲା, ଇଟ୍ ଇଜ୍ defined as the physical medium through which the signal are transmitted। এটা ହଉଛି ଗୋଟେ ଫିଜିକାଲ ମିଡିୟମ। ଫିଜିକାଲ ମାନେ ଏଇଟା ବୁଝିବାକୁ ଫେସ୍ ଟୁ ଫେସ୍ ଦେଖା ହଉଥିବ, ତାକୁ ଛୁଇଁ ହଉଥିବ, ତାକୁ ଟଚ୍ କରି ହଉଥିବ, ଫିଲ୍ କରି ହଉଥିବ। ତ ଏଇଟା ହଉଛି ଗୋଟେ ଫିଜିକାଲ ମିଡିୟମ। ଫିଜିକାଲ ମିଡିୟମ ମାନେ ୱେୟାର, ତାରକୁ ତ ତମେ ଛୁଇଁ ପାର ନା, ତାରକୁ ତମେ ଫିଲ୍ କରିପାର, ତ ଫିଜିକାଲ ମିଡିୟମ। ୱେୟାରଲେସକୁ ତ ତମେ ଛୁଇଁ ପାରନି କାରଣ ଏଟା ଏୟାରରେ ଭ୍ୟାକ୍ୟୁମରେ ରୁହେ। ତ ୱେୟାରଲେସକୁ ତମେ କିଛି ସେମିତି କିଛି ଫିଲ୍ କରିପାର, ଛୁଇଁପାର, ବାସ୍ ଜଣାଯାଏ ଯେ ଏଟା ଗୋଟେ ୱେୟାରଲେସ୍। କିନ୍ତୁ ତାର ଆମେ ଦେଖିପାରିବା, ଛୁଇଁ ପାରିବା, ଫିଲ୍ କରିପାରିବା। ତ ସେଇଥିପାଇଁ କହିଲା ଇଟ୍ ଇଜ୍ ଡିଫାଇନ୍ଡ ଆଜ୍ ଦ ଫିଜିକାଲ ମିଡିୟମ ଥ୍ରୋ ହୁଇଚ୍ ସିଗ୍ନାଲ ଆର୍ ଟ୍ରାନ୍ସମିଟେଡ, ଯାହାଦ୍ୱାରା କି ସିଗ୍ନାଲ ଆମର ଟ୍ରାନ୍ସମିଟେଡ ହୁଏ। ଇଟ୍ ଇଜ୍ ଅଲସୋ ନୋନ୍ ଆଜ୍ ବାଉଣ୍ଡେଡ୍ ମିଡିଆ। ତ ଆକୁ ଆମର କ'ଣ କୁହାଗଲା, ବାଉଣ୍ଡେଡ୍ ମିଡିଆ ବି କୁହାଗଲା। ତ depending upon the construction type, where media can be classified into three category। depending upon এটা ବି ପୁଣି ଆମର construction type ଅନୁସାରେ ଏଟାକୁ where media ଟାକୁ, ଯାହାକି guided media ଟାକୁ ଆମର ତିନି ଟାଇପ୍ରେ ଡିଭାଇଡ୍ କରାଯାଇଥିଲା, ଯାହା ବି ମୁଁ କହିଲି twisted pair cable, untwisted pair cable, optical pair cable। ତ ଏଇଠି ଦେଖିପାରୁଥିବ ଆମର ଟ୍ୱିଷ୍ଟେଡ୍ ପେୟାର କେବୁଲ, କୋଆକ୍ସିଆଲ କେବୁଲଟାକୁ ଆମେ କହିପାରିବା ଅନଟ୍ୱିଷ୍ଟେଡ୍ ପେୟାର କେବୁଲ। ତ ତାପରେ ଆମର ରହିଲା ଅପ୍ଟିକାଲ ଫାଇବର୍ସ କେବୁଲ, ତିନି ଟାଇପ୍ରେ। ତାପରେ ଆମେ ଜାଣିବା ଯେ ନେକ୍ସଟ ମୁଭ୍ କରିବା ଆମେ ଡିଟେଲରେ ଗୋଟା ଗୋଟା ଜାଣିବା ଆମର ଟ୍ୱିଷ୍ଟେଡ୍ ପେୟାର କେବୁଲ କ'ଣ, କୋଆକ୍ସିଆଲ କେବୁଲ କ'ଣ, ଅପ୍ଟିକାଲ ଫାଇବର କେବୁଲ କ'ଣ, ଏବଂ ତାର କାମ ବି କ'ଣ, ତାର ପ୍ରପର୍ଟିଜ, ତାର ଏଭ୍ରିଥିଙ୍ଗ ଆମେ ଅଲ୍ ଡିଟେଲ୍ସରେ ଡିସ୍କସନ୍ କରିବା। ତ ପିଲାମାନେ ଏତିକି ମୁଁ କହୁଛି ଯେ ତମମାନଙ୍କୁ ଲାଷ୍ଟ ସାରି ଭିଡ଼ିଓଟା ଦେଖ, ଏବଂ ଭଲ ଲାଗିଲେ ଲାଇକ୍ ସେୟାର ବି କର, ତମ ସାଙ୍ଗମାନଙ୍କ ସହିତ ବି ସେୟାର କର। ଯେଉଁମାନେ ଆମ ଚ୍ୟାନେଲକୁ ନୂଆ ବି ଆସିଛ ତାକୁ ସବସ୍କ୍ରାଇବ କର। ମୁଭ୍ କରିବା ଟ୍ୱିଷ୍ଟେଡ୍ ପେୟାର କେବୁଲ, ଇଥରନେଟ୍ କେବୁଲ ବା ଟ୍ୱିଷ୍ଟେଡ୍ ପେୟାର କେବୁଲଟିକୁ ଆମେ ଇଥରନେଟ୍ କେବୁଲ ବି କହିପାରିବା। ତାର ପଏଣ୍ଟସ୍ ଗୁଡ଼ା କ'ଣ ରହିଲା, ଇଟ୍ ୱାଜ୍ ଇନଭେଣ୍ଟେଡ୍ ବାଇ ଆଲେକ୍ଜାଣ୍ଡର ଗ୍ରାହାମ ବେଲ୍। ଏଟା ଆମର ଇନଭେଣ୍ଟେଡ୍ ମାନେ ଆବିଷ୍କାର ହେଇଥିଲା, ଉଦ୍ଭାବନ ହେଇଥିଲା, ସରି, ଇନଭେଣ୍ଟେଡ୍ ଉଦ୍ଭାବନ ହେଇଥିଲା ବାଇ ଆଲେକ୍ଜାଣ୍ଡର ଗ୍ରାହାମ ବେଲଙ୍କ ଦ୍ୱାରା ହେଇଥିଲା। ତ ଟ୍ୱିଷ୍ଟେଡ୍ ପେୟାର ଇଜ୍ ଏ ଫିଜିକାଲ ମିଡିୟମ। ଟ୍ୱିଷ୍ଟେଡ୍ ପେୟାର ଗୋଟେ ହେଉଛି ଫିଜିକାଲ ମିଡିଆ ମେଡ୍ ଅଫ୍ ଏ ପେୟାର ଅଫ୍ କେବୁଲ୍ସ ଟ୍ୱିଷ୍ଟେଡ୍ ୱିଥ୍ ଇଚ୍ ଅଦର। ପିଲାମାନେ ଏଇଟା କ'ଣ କହିଲା ବୁଝିପାର, ଟ୍ୱିଷ୍ଟେଡ୍ ମାନେ କ'ଣ, ଟ୍ୱିଷ୍ଟେଡ୍ ମାନେ ପରସ୍ପର ସହିତ ମୋଡ଼ାମୋଡ଼ି ହେଇଥିବେ, ବାସ୍। ତ ସେଇ ଜିନିଷଟା କହିଲା ଟ୍ୱିଷ୍ଟେଡ୍ ପେୟାର
ଇଜ୍ ଏ ଫିଜିକାଲ ମିଡିଆ। ଏଟା ଗୋଟେ ଫିଜିକାଲ ମିଡିଆ କାରଣ ଏଟା ତାର ହିଁ। ତାରଟା କଣ ହୁଏ ନା ଦି ଜଣ ପରସ୍ପର ସହିତ ମୋଡାମୋଡି ହେଇଥିବେ। ତ ତମେ ଏଇ ପିକ୍ଚରଟାକୁ ବି ତମେ ଦେଖିପାରୁଥିବ। ଏଇଠି ଦେଖ ତାର ଗୁଡାକ ଦି ଜଣଙ୍କ ସହିତ ମୋଡାମୋଡି ହେଇଛନ୍ତି ପରସ୍ପର ସହିତ। ତାପରେ ସେକେଣ୍ଡ ପଏଣ୍ଟ ଆମର କଣ କହିଲା ଯେ ଏ ଟ୍ୱିଷ୍ଟେଡ୍ ପେୟାର କେବୁଲ ଇଜ୍ ଏ ଚିପ୍ ଆଣ୍ଡ as compared to other transmission media. Installation of the twisted pair cable is easy and it is a lightweight cable. ତ ଏଇଟା କଣ କହିଲା ଟ୍ୱିଷ୍ଟେଡ୍ ପେୟାର କେବୁଲ ହଉଛି ଗୋଟେ ମାନେ କମ ପଇସାରେ ହେଇଯିବ କମ୍ପେୟାର ଟୁ ଅଦର ଟ୍ରାନ୍ସମିଶନ ମିଡିଆ। ଅଲଗା କିଛି ଟ୍ରାନ୍ସମିଶନ ମିଡିଆକୁ କମ୍ପେୟାର କଲେ ଆମର ଟ୍ୱିଷ୍ଟେଡ୍ ପେୟାରଟା ଚିପ୍ ମାନେ ଶସ୍ତାରେ ହେଇଯିବ। ତାପରେ ବି ଆର ଇନଷ୍ଟଲେସନଟା ବି ଟ୍ୱିଷ୍ଟେଡ୍ ପେୟାର କେବୁଲର ବହୁତ ସହଜ ଏବଂ ଏଇଟା ଗୋଟେ ଲାଇଟ୍ ୱେଟ୍ କେବୁଲ ମାନେ ଏଇଟା ମାନେ ଏତେ ୱେଟ୍ ନଥାଏ ଲାଇଟ୍ ୱେଟ୍ ତାର ଥାଏ ହାଲକା କହିବାକୁ ଗଲେ। ତାପରେ ଥାର୍ଡ ପଏଣ୍ଟ ଆମର କଣ କହିଲା ଦ ଫ୍ରିକ୍ୱେନ୍ସି ରେଞ୍ଜ ଫର ଟ୍ୱିଷ୍ଟେଡ୍ ପେୟାର କେବୁଲ ଇଜ୍ ଫ୍ରମ୍ 0 to 3.5 କିଲୋ ହର୍ଟ୍ଜ। ତ ଏଇଟା ଆମର ତାର ଫ୍ରିକ୍ୱେନ୍ସି ରହିଲା ତ ଫ୍ରିକ୍ୱେନ୍ସି ବି ଭାଇ କେତେ ବାଟ ସାରି ତାର ପାୱାରଟା ସିଏ ଜେନେରେଟ୍ କରିପାରିବ କେତେ ବାଟ ସାରି ସେ ଡାଟାଟା ଟ୍ରାନ୍ସମିଶନ କରିପାରିବ ତାର ବି ଗୋଟେ ନହେଲେ ସେତିକି ବାଟରୁ ତାର ଯଦିକା ଏକ୍ସଟେଣ୍ଡ ହେଇଗଲା ତାର ଲିମିଟ ତ ଡାଟା ଟ୍ରାନ୍ସମିଶନ ଆମର ସ୍ଲୋ ହେଇଯିବ। ତ ସେଇ ଜିନିଷ ଏଠି କହିଛି ଦ ଫ୍ରିକ୍ୱେନ୍ସି ରେଞ୍ଜ ଫର ଟ୍ୱିଷ୍ଟେଡ୍ ପେୟାର କେବୁଲ ଇଜ୍ ଫ୍ରମ୍ 0 to 3.5 କିଲୋ ହର୍ଜ। ତାପରେ ଫୋର୍ଥ ପଏଣ୍ଟ ଆମର କଣ କହିଲା ଏ ଟ୍ୱିଷ୍ଟେଡ୍ ପେୟାର କନସିଷ୍ଟ ଅଫ୍ ଟୁ ଇନ୍ସୁଲେଟେଡ୍ କପର ୱେୟାର୍ସ ଆରେଞ୍ଜଡ ଇନ୍ ଏ ରେଗୁଲାର ସ୍ପାଇରାଲ ପାଟର୍ନ। ଟ୍ୱିଷ୍ଟେଡ୍ ପେୟାରଟା ଗୋଟେ ହଉଛି ଦିଟା ଆମର ଇନ୍ସୁଲେଟେଡ୍ କପର ୱେୟାରର କପର ୱେୟାରକୁ ଆମର ଦିଟା ଇନ୍ସୁଲେଟେଡ୍ ହେଇଥିବ ଦି ଜଣଙ୍କ ସହିତ ପରସ୍ପର ମାନେ ଛନ୍ଦାଛନ୍ଦି ହେଇଥିବେ। ତ ସ୍ପାଇରାଲ ମାନେ ସାପ ଭଳିଆ ଛନ୍ଦାଛନ୍ଦି ହେଇଥିବ। ଏଇଠି ତମେ ଦେଖିପାରୁଥିବ ଏଇଟା ଆମର ଗୋଟେ କଣ୍ଡକ୍ଟର ଉପରେ ଯୋଉ ଦେଖୁଛ ଯୋଉ ଗ୍ରେ କଲର ଆଉ ଗ୍ରୀନ କଲର ଏଇଟା ହଉଛି ଇନସୁଲେଟର ଭିତରେ ଆମର ତାର ଯାଇଥାଏ। ତ ଏଇ ଉପର ତାରଟା ଦି ଜଣ ସହିତ ପରସ୍ପର ହେଇଥାନ୍ତି ମାନେ ସ୍ପାଇରାଲ ଟାଇପ ର ଇଏ ହେଇଥାନ୍ତି। ତ ଲାଷ୍ଟ ପଏଣ୍ଟ ଆମର କଣ କହିଲା ଇଚ୍ କେବୁଲ କନସିଷ୍ଟ ଅଫ୍ ୱାନ୍ ଅର୍ ମୋର ଟ୍ୱିଷ୍ଟେଡ୍ ପେୟାର ଆଣ୍ଡ wrapped in a protective sheath। ପ୍ରତିଟି କେବୁଲ କନସିଷ୍ଟ କରନ୍ତି କଣ ନା ଗୋଟେରୁ ଅଧିକ ଟ୍ୱିଷ୍ଟେଡ୍ ପେୟାର ମାନେ ଗୋଟେ କିମ୍ବା ଅଧିକ ବି ହେଇପାରେ। ତ ଟ୍ୱିଷ୍ଟେଡ୍ ପେୟାର ରାପ୍ ହେଇଥାନ୍ତି ମାନେ ଆମର ଇନସୁଲେଟର ଦ୍ୱାରା ରାପ୍ ହେଇଥାନ୍ତି ଯେହେତୁ ଆମର ମାଇନସ୍ ପ୍ଲସ୍ କିମ୍ବା ଡାଟା ଟ୍ରାନ୍ସମିଶନରେ ଆମର ଦିଟାଙ୍କ ଲାଗି ନଯିବ ତ ଆମର ଡାଟା ଲସ୍ ହବାର ଚାନ୍ସ ଥାଏ ତ ସେଇଥିପାଇଁ ତାକୁ ଇନସୁଲେଟେଡ୍ କରାଯାଇଥାଏ ପ୍ରୋଟେକ୍ଟିଭ ଆମର ସିଲ୍ ବି ଦିଆ ହେଇଥାଏ। ତ ସେଇ ଜିନିଷଟା ଏଇ ଲାଷ୍ଟ ପଏଣ୍ଟ କହିଲା। ତମେ ଏଇଠି ବି ଦେଖିପାରୁଥିବ ଏଇଠି ପିକ୍ଚରରେ ଦେଖିପାରୁଥିବ ଆମର ଦିଟା ଇନସୁଲେଟର ବି ରହିଛି ଆମର ଗ୍ରୀନ କଲର ଯୋଉଟା ଗ୍ରେ କଲର ଦେଖାଯାଉଛି ସେ ଦିଟା ଆମର ଇନସୁଲେଟର ପଛରେ ଦେଖ ଗୋଟେ ପିନ୍ ଭଳିଆ ଦେଖାଯାଉଛି ତାର ବାହାରିଛି ସେଟାକୁ ଆମେ କଣ୍ଡକ୍ଟର କହିପାରିବା ଦି ଜଣଙ୍କ ସହିତ ସ୍ପାଇରାଲ ପାଟର୍ନରେ ଆମର ଗୁନ୍ଥା ଗୁନ୍ଥି ହେଇଛନ୍ତି। ତ ତାପରେ ଆମେ ନେକ୍ସଟ ମୁଭ୍ କରିବା one of the conductor is used to carry the signal and the other is used as a ground reference only। ଏଠି ଆମର ଦେଖିଲେ ଦିଟା କଣ୍ଡକ୍ଟର ଯେମିତି ଆମର ତାରରେ ଇଲେକ୍ଟ୍ରିକାଲ ତାରରେ ଦେଖିଥିବ ଗୋଟେ ପଜିଟିଭ ଗୋଟେ ନେଗେଟିଭ ଥାଏ କାରଣ ସେଟା ଆମର ଇଲେକ୍ଟ୍ରିସିଟି ମାନେ ଟ୍ରାନ୍ସଫର କରେ। ତ ଆମର ତ ଏଠି ଇଲେକ୍ଟ୍ରିସିଟି ଟ୍ରାନ୍ସଫର କରିବନି ଆମର ଏଠି ମିଡିଆ ଟ୍ରାନ୍ସଫର କରିବ। ତ ସେଇଥିପାଇଁ ଆମର ଦି ସାଇଡରେ କଣ୍ଡକ୍ଟର ଥାଏ। ୱାନ୍ ଅଫ୍ ଦ କଣ୍ଡକ୍ଟର ଇଜ୍ ୟୁଜ୍ ଟୁ କ୍ୟାରି ଦ ସିଗ୍ନାଲ ଗୋଟେ ଟାଇପ ର ଆମର ଗୋଟେ କଣ୍ଡକ୍ଟର ଥର ମନେକର ଏଇଠି ଆମର ଅଛି ଗ୍ରୀନ ଆଉ ଗ୍ରେ। ଗ୍ରେଟା ଆମର ଯଦିକି ଆମର କ୍ୟାରି କଲା ସିଗ୍ନାଲ ଟା କ୍ୟାରି କଲା ତାହେଲେ ଆମର ଗ୍ରୀନ ଟା ଆମର ଗ୍ରାଉଣ୍ଡ ରେଫରେନ୍ସ ଓନ୍ଲି କେବଳ ରହିବ ଯେମିତି ଆମର ଗୋଟେ ଫେଜ ରୁହେ ଗୋଟେ ନ୍ୟୁଟ୍ରାଲ ରୁହେ ତ ସେମ ଜିନିଷ ଏଠି ବି ରହିଲା କିନ୍ତୁ ତାର କାମ ଅଲଗା ଅଲଗା ହେଇଗଲା କିନ୍ତୁ ମାନେ ଗୋଟେରେ ସେ ଡାଟା ଯିବ ଆଉ ଗୋଟେ କେବଳ ଗ୍ରାଉଣ୍ଡ ରେଫରେନ୍ସ ପାଇଁ ରହିବ। The receiver uses the difference of signal between these conductors। ତ ଆମର ରିସିଭର ବି ଲାଗିଥାଏ ରିସିଭର ଡାଟା ରିସିଭ କରିବ ନା ତମକୁ ଏଇଠି ଦେଖେଇଲି ସେଣ୍ଡର ଡାଟା ପଠେଇବ ରିସିଭର ରିସିଭ କରିବ। ତ ରିସିଭର କଣ କରେ ନା ରିସିଭର ୟୁଜ ଡିଫରେଣ୍ଟ ଅଫ ସିଗ୍ନାଲ ଇଏ ରିସିଭର ୟୁଜ କରେ ଡିଫରେଣ୍ଟ ସିଗ୍ନାଲ ବିଟୱିନ୍ ଦ ଟୁ ମାନେ କେବୁଲରେ କଣ ସିଗ୍ନାଲ ଆଉଛି କଣ୍ଡକ୍ଟରରେ କଣ ଇଏ ନା ସିଏ ସବୁ ତା ମାନେ ତାର ଏମିତି କରାହେଇଥାଏ ସିଏ ହ୍ୟାଣ୍ଡେଲ କରିଦବ ତ ସିଏ ସେଟାକୁ କ୍ୟାଚ୍ କରିଦବ। ତାପରେ ଆମର କଣ କହିଲା ଟ୍ୱିଷ୍ଟେଡ୍ ପେୟାର କେବୁଲ୍ସ ୟୁଜ୍ ଇନ୍ ଏ ସ୍ମଲ୍ କମ୍ପ୍ୟୁଟର ନେଟୱାର୍କ ଇଥରନେଟ୍ ଯାହାକୁ ବି କହିପାରିବା।
ତ ଇଥରନେଟ୍ କେବୁଲରେ ବି ଆମର ଟ୍ୱିଷ୍ଟେଡ୍ ପେୟାର କେବୁଲ ଦେଖିଥିବ ତମେ, ଯୋଉ କମ୍ପ୍ୟୁଟର ଆମର ସିପିୟୁ ପଛଆଡ଼େ ଇଥରନେଟ୍ ପଏଣ୍ଟ ରୁହେ, RJ45 ପଏଣ୍ଟ ବି ଯାହାକୁ କହିପାରିବା। ତ ସେଇଟା ଆମର ଦେଖିଥିବ, ସେଇଠି ଗୋଟେ ତାରରେ ଆସିଥିବ, ଭିତରେ ଚାରି ପାଞ୍ଚଟା ଖଣ୍ଡେ ତାର ଛନ୍ଦାଛନ୍ଦି ହେଇଥାନ୍ତି। ତ ତମେ ଦେଖିପାରୁଥିବ, ଦେଖିଥିବ ଯଦିକା ଜାଣିପାରୁଥିବ। ନହେଲେ ବି ତମକୁ ଏଇଠି ଦେଖେଇ ଦଉଛି ମୁଁ, RJ45 କେବୁଲ, RJ45 କେବୁଲ ଏଇଠି ତମେ ଦେଖିପାରୁଥିବ। ବାସ୍ ଏଇ ଜିନିଷ ଦେଖ, RJ45 କେବୁଲ। ତ ଏଇଟା କେମିତି ହେଇଥାଏ ଦେଖ ଏଇଠି, ଏଇଠି ଦେଖିପାରୁଥିବ। ତ ଦେଖ ଆମର ତାର ଗୋଟିଏ ଆଇଲା, କିନ୍ତୁ ତା ଭିତରେ ଆମର ଛନ୍ଦାଛନ୍ଦି ହେଇକି ଆମର ପାଞ୍ଚ ସାତଟା ଖଣ୍ଡେ ଛୋଟ 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 କୁନି କୁନି ତାର ରହିଛି। କୁନି କୁନି ତାର ପରସ୍ପର ସହିତ ମୋଡାମୋଡି ହେଇକି ଆସିଛନ୍ତି। ତାଙ୍କ ଉପରେ ବି ଗୋଟେ ଇନ୍ସୁଲେଟର ଅଛି, ତା ଉପରେ ବି ଆହୁରି ଆମର ଗୋଟେ ପ୍ରୋଟେକ୍ଟିଭ କଭର ଲାଗିଛି। ତ ଏଭ୍ରିଥିଙ୍ଗ ଆମେ ଡିସ୍କସନ କରିବା, ଆମର ଆଗକୁ ଗଲେ ଆମେ ଡିସ୍କସନ କରିବା ଧୀରେ ଧୀରେ। ତ ସେଇ ଜିନିଷଟା ଆମର କହିଲା ଟ୍ୱିଷ୍ଟେଡ୍ ପେୟାର କେବୁଲ ୟୁଜ୍ଡ ଇନ୍ ଏ ସ୍ମଲ୍ କମ୍ପ୍ୟୁଟର ନେଟୱାର୍କ, ପର୍ସନାଲ କମ୍ପ୍ୟୁଟରରେ ଆମର ୟୁଜ୍ ହୁଏ, ଘରେ ଯୋଉ କମ୍ପ୍ୟୁଟର ରଖନ୍ତି କିମ୍ବା ଲ୍ୟାପଟପରେ ଯାହାର ଇଥରନେଟ୍ ପୋର୍ଟ ଥିବ, ସେଠି ଆମେ ୟୁଜ୍ କରିପାରିବା କଣ୍ଟେଣ୍ଟ ଫୋର୍ ଟ୍ୱିଷ୍ଟେଡ୍ ପେୟାର୍ସ। ଫୋର୍ ଟ୍ୱିଷ୍ଟେଡ୍ ପେୟାର, ଫୋର୍ ଟ୍ୱିଷ୍ଟେଡ୍ ପେୟାର ମାନେ ଗୋଟେ ପେୟାର ହେଲା ଦି ଯୋଡା, ସରି ଗୋଟେ ଯୋଡାରେ ହଉଛି ଦିଟା ତାର ରୁହେ। ଫୋର୍ ପେୟାର ମାନେ ଆଠଟା ତାର ରହିବ। ତ ଆମର ସେମ୍ ଜିନିଷ ସେଠି କହିଲା ଯେ RJ45 ଟା ଆମର ଆଠଟା ତାର ହିଁ ନଉଛି। ତ ଏଠି ଆମେ ଦେଖିପାରୁଥିବ, ଏଠି ଗ୍ରୀନ୍ ଦିଟା ରହୁଛି, ବ୍ଲୁ ଦିଟା ରହୁଛି, ଆମର ଯୋଉ ସରି ଏଠି ଅରେଞ୍ଜ ଦିଟା ରହୁଛି, ବ୍ଲୁ ଦିଟା ରହୁଛି, ଗ୍ରୀନ୍ ଦିଟା ରହୁଛି, ବ୍ରାଉନ୍ ଦିଟା ରହୁଛି। ତ ଚାରିଟା ପେୟାର ରହିଲା ମାନେ ଆଠଟା ତାର ଆମର ରହିଲା। ସେମ୍ ଜିନିଷ ଏଇଠି କହିଲା, contain four twisted pairs and sometimes called as Ethernet cable, ଏଟାକୁ ଆମେ Ethernet cable ହିଁ କହିପାରିବା। other way ରେ these pairs are color coded and is used to connect a computer through RJ45 connector। ଏଇ କେବୁଲ ଗୁଡାକ ଆମର RJ45 କନେକ୍ଟର ଦ୍ୱାରା ଆମେ କମ୍ପ୍ୟୁଟରରେ କନେକ୍ଟ କରିପାରିବା। ତ ଏଇ କେବୁଲ ଗୁଡାକ ବି ଆମର କଲର କୋଡେଡ ରହିଲା। ତମକୁ ଏଇଠି ଯଦି ଦେଖେଇଦେବି ତ ଦେଖିପାରୁଥିବ, ଅରେଞ୍ଜ ଗୋଟେ ରହିଲା, ବ୍ଲୁ ଗୋଟେ ରହିଲା, ଗ୍ରୀନ୍ ଗୋଟେ ରହିଲା, ବ୍ରାଉନ ରହିଲା, ଏମିତି ପ୍ରବଳ ପ୍ରବଳ ଆମର କଲର କୋଡରେ ରହୁଛି, ଡିଫରେଣ୍ଟ ଡିଫରେଣ୍ଟ କଲର କୋଡରେ ରହୁଛି। ତ ସେମ୍ ଜିନିଷ ଏଠି, ସେଇ ଜିନିଷଟା ହିଁ ଏଇ ପଏଣ୍ଟ କହିଲା। ତ ତାପରେ ଆମେ ମୁଭ୍ କରିବା, ଟୁ ଟାଇପ୍ସ ଅଫ୍ ଇଥରନେଟ୍ କେବୁଲ୍ସ ଆର୍ ୟୁଜ୍ ଟୁ କନେକ୍ଟ ଡିଭାଇସ୍ ଟୁ ହବ୍ସ ଆଣ୍ଡ ସୁଇଚେସ୍ ଇନ୍ ଏ ନେଟୱାର୍କ। ତ ଆମର ଦି ଟାଇପ୍ର ଇଥରନେଟ୍ କେବୁଲ ଆମେ ୟୁଜ୍ କରନ୍ତି, ଯୋଉଟା କି କନେକ୍ଟ କରିବା ପାଇଁ ହବ୍ ସୁଇଚ୍ ଭିତରେ, ଡିଭାଇସେସ୍ ଟୁ ହବ୍ ଆଣ୍ଡ ସୁଇଚ୍ ଇନ୍ ଏ ନେଟୱାର୍କ। ଆମ କଣ କହିଲା ନା, ଗୋଟେ ଡିଭାଇସରୁ ଆମର ଗୋଟେ ହବ୍ ଇଏ କରିବା ପାଇଁ, କନେକ୍ଟ କରିବା ପାଇଁ କି ସୁଇଚ୍ ସହିତ କନେକ୍ଟ କରିବା ପାଇଁ ଆମେ ଏମିତି ଟୁ ଟାଇପ୍ର RJ45 କେବୁଲ ଇଥରନେଟ୍ କେବୁଲ ଆମେ ୟୁଜ୍ କରନ୍ତି। ଆମର କଣ କଣ କେବୁଲ ନା, ଗୋଟେ ରହିଲା ଆମର ଷ୍ଟ୍ରେଟ୍ ଥ୍ରୋ କେବୁଲ୍ସ, ଆଉ ଗୋଟେ ରହିଲା ଆମର କ୍ରସ୍ ଓଭର କେବୁଲ୍ସ। ଷ୍ଟ୍ରେଟ୍ ଥ୍ରୋ ମାନେ ପିଲାମାନେ ଆମର ଦେଖିପାରୁଥିବ, ତମର ଗୋଟେ ମାନେ ଏକା ଲାଇନରେ ଯାଇଥିବ, ମାନେ ଗୋଟେ ଭିଜୁଆଲ ରିପ୍ରେଜେଣ୍ଟେସନ କହିବାକୁ ଗଲେ ସିଧା ଲାଇନ ନେଇ ଯାଇଥିବ। କ୍ରସ୍ ଓଭର ମାନେ ଦି ଜଣ ପରସ୍ପର ସହିତ ଛନ୍ଦାଛନ୍ଦି ହେଇଥିବ। କ୍ରସ୍ ଓଭର ମାନେ ଇଏ ତା ଉପରେ ଗୁଡା ହେଇଥିବ, ଇଏ ତା ଉପରେ ଗୁଡା ହେଇଥିବ। ଷ୍ଟ୍ରେଟ୍ ଥ୍ରୋ ମାନେ ଇଏ ସିଧା ସିଧା ହିଁ ଯାଇଥିବେ। ତ ସେମ୍ ଜିନିଷ ଏଇଠି କହିଲା, ତମେ ଏଇଠି ଦେଖିପାରୁଥିବ ଯଦି, ଷ୍ଟ୍ରେଟ୍ ଥ୍ରୋରେ ଦେଖ, ୱାନ୍ ପଏଣ୍ଟ ଯାଇକି ରିସିଭ୍ ପାଖରେ ଟ୍ରାନ୍ସମିଟ୍ ହେଲା କମ୍ପ୍ୟୁଟର ଟୁ ରାଉଟର, ୱାନ୍ ପଏଣ୍ଟଟା କମଳା ଯାଇକି ଅରେଞ୍ଜ କଲରର ଅରେଞ୍ଜ ରିସିଭ୍ରେ ଲାଗିଛି, ତାପରେ ଅରେଞ୍ଜଟା ବି ଅରେଞ୍ଜରେ ଲାଗିଛି। ଟୁ ପଏଣ୍ଟଟା 3 ନମ୍ବର ତାରଟା ସିଧା ଯାଇଛି, ସବୁ ସିଧା ସିଧି ଯାଇଛି, କେହି ୟା ସହିତ ପରସ୍ପର ଛନ୍ଦାଛନ୍ଦି ହେଇନାହାନ୍ତି। ତ ଆଠଟାଙ୍କ କେବୁଲ ଡିଫରେଣ୍ଟଲି ପାରାଲାଲି ହିସାବରେ ଯାଇଛନ୍ତି ଷ୍ଟ୍ରେଟ୍ ଲାଇନରେ। ତାପରେ ଆମର କଣ କରିଲା, କ୍ରସ୍ ଓଭର କେବୁଲ। ପିଲାମାନେ କ୍ରସ୍ ଓଭର କେବୁଲରେ ବି ତମେ ଦେଖିପାରୁଥିବ, କ୍ରସ୍ ଓଭର କେବୁଲ ଦେଖ, ଏଇଠି ଆମର ଛନ୍ଦାଛନ୍ଦି ହେଇଛି, ଏଠି 6 ଯାଇକି 2 ସହିତ ମିଶିଗଲାଣି, ଏଠି 1 ଯାଇକି 3 ସହିତ ମିଶିଗଲାଣି, 2 ଯାଇକି ପୁଣି 6 ସହିତ ମିଶିଗଲାଣି, କି ଏଠି 3 ଯାଇକି ପୁଣି 1 ସହିତ ମିଶିଗଲାଣି। ତ ଏଇଭଳିଆ ଛନ୍ଦାଛନ୍ଦି ରହୁଛି। ତ ତାପରେ ବି ତମ ମନରେ ଗୋଟେ କୋଶ୍ଚିନ୍ ଆସୁଥିବ ଯେ, ପିଲାମାନେ ପଚାରିବ ମତେ, ଭାଇ କିମ୍ବା ସାର୍, ଡିଫରେନ୍ସ କଣ କ୍ରସ୍ ଓଭର ଉପରେ, ଡିଫରେନ୍ସ କ୍ରସ୍ ଓଭର ଆଉ ଆମର ଷ୍ଟ୍ରେଟ୍ ଥ୍ରୋ ବିଷୟରେ ଡିଫରେନ୍ସ କଣ? ତ କ୍ରସ୍ ଓଭରରେ ତ ସେମିତି କିଛି ନାହିଁ, ପରସ୍ପର ସମସ୍ତଙ୍କ ସହିତ ଛନ୍ଦା ହେଇନାହାନ୍ତି। ଚାରିଟା ତାର ସିଧା ଯାଇଛି, ଇଏ ଚାରିଟା ତାର ତାର ଛନ୍ଦି ଛୁନ୍ଦା ହେଇଯାଇଛନ୍ତି। ତ ସେ ଜିନିଷ ଆମେ ପଢିବା ଏଇଠି ଦେଖ, କହିଲା the difference between these two types cable is that in cross over cable, two of the wires are crossed. In a straight line cable all the wire run straight through। ଏଇ ପଏଣ୍ଟଟା କଣ କହିଲା
ଯେ ଆମର ତମେ ଦେଖିପାରୁଥିବ ଏଇଠି ଷ୍ଟ୍ରେଟ୍ ଥ୍ରୋରେ ସବୁ ଆଠଟାଙ୍କ କେବୁଲଟା ଆଠଟାଙ୍କ 1 ପଏଣ୍ଟ ଯାଇକି 1ଠି ଲାଗିଲା 2 ପଏଣ୍ଟ ଯାଇକି 2ଠି ଲାଗିଲା 3 3 4 4 8 8 ଏମିତି ଲାଗିଲା। ତ ସମସ୍ତେ ସମସ୍ତଙ୍କ ମାନେ ପାରାଲାଲି ଲାଗିଛନ୍ତି, ଷ୍ଟ୍ରେଟ୍ ଥ୍ରୋ ସିଧା ସିଧି ଯାଇଛନ୍ତି, କେହି ଛନ୍ଦାଛନ୍ଦି ହେଇନାହାନ୍ତି। କିନ୍ତୁ ଏଠି ଆମର କ୍ରସ୍ ଓଭରରେ ଛନ୍ଦାଛନ୍ଦି ହେଇଛି। କିନ୍ତୁ ତମେ ଏଇଠି ଯଦି ପିଲାମାନେ ନଜର କରୁଥିବ, 1 ନମ୍ବର କେବୁଲଟା କମ୍ପ୍ୟୁଟରର ଯାଇକି ଆମର ଲାଗିଛି 3 ନମ୍ବର ସହିତ। ରିସିଭର ଯୋଉ କମ୍ପ୍ୟୁଟର ରିସିଭ କରିବ 3 ନମ୍ବର ସହିତ ଲାଗିଛି। ପୁଣି 2 ନମ୍ବରଟା ଯାଇକି 6 ନମ୍ବର ସହିତ ଲାଗିଛି। ପୁଣି ଏଠି 3 ନମ୍ବରଟାର ଯାଇକି 1 ନମ୍ବର ସହିତ ଲାଗିଛି। ଆର 6 ନମ୍ବରଟା ଯାଇକି 2 ନମ୍ବର ସହିତ ଲାଗିଛି। ତା ମାନେ ଏଠୁ କଣ ବୁଝିଲ? ଆର 1 ନମ୍ବର ଯାଇକି 3 ନମ୍ବର ସହିତ ଲାଗିଛି, ତାର 3 ନମ୍ବର ଯାଇକି 1 ନମ୍ବର ସହିତ ଲାଗିଛି। ମାନେ ପରସ୍ପର ପରିପୂରକ ଟାଇପର ଲାଗିଛନ୍ତି, ମାନେ ଭାଇସ୍ ବର୍ଷା ଟାଇପର ଲାଗିଛନ୍ତି। ଆର 1ଟା 3 ସହିତ ଲାଗିନି, ଆର 3ଟା 1 ସହିତ ଲାଗୁଛି। ଆର ଯଦିକା 2ଟା 6 ସହିତ ଲାଗୁଛି, ଆର 6ଟା ଯାଇକି 2 ସହିତ ଲାଗୁଛି। ତ ଏଇ ଜିନିଷଟା ଆମର ଏଇ ପଏଣ୍ଟଟା ଡିଫରେନ୍ସ ଏଇଆ ହିଁ କହିଲା। ତାପରେ ସ୍ପେସିଆଲି ଇନ୍ ଏ କ୍ରସ୍ ଓଭର କେବୁଲ OAR 1 and OAR 3 and OAR 2 and 6 are crossed। ସେଇ ଜିନିଷଟା ଆମର କହିଲା। ତ 1 2 3 6, 1 2 3 6 ଆମର କ୍ରସ୍ଡ, ଛନ୍ଦାଛନ୍ଦି ହେଇଥାନ୍ତି। ଆଉ ସବୁ ଦେଖ ପାରାଲାଲି ଅଛି। 4 5 ଦେଖ ପାରାଲାଲି ଯାଇଛି, 7 8 ଯାଇଛି। ଆମର 4ଟା କେବୁଲ ପାରାଲାଲି ଯାଇଛି, 1 2 3 5 6, ସରି 5 ନୁହେଁ, 1 2 3 6 ଆମର ମାନେ କ୍ରସ୍ ଓଭର ଛନ୍ଦାଛନ୍ଦି ହେଇଛନ୍ତି। OAR 1 at 1 end becomes OAR 3, ଯୋଉଟା କହିଲି 1 ନମ୍ବରଟା ଯାଇକି 3 ନମ୍ବର ସହିତ କନେକ୍ଟ ହେଇଛି, 3 ନମ୍ବରଟା ଯାଇକି 1 ନମ୍ବରଟା ସହିତ, 2 ନମ୍ବରଟା ଯାଇକି 6 ନମ୍ବର ସହିତ ହେଇଛି, 6 ନମ୍ବରଟା ଯାଇକି 2 ନମ୍ବର ସହିତ ହେଇଛି। ତ ସେମ୍ ଜିନିଷ ଏଇ ପଏଣ୍ଟଟା ଆମର କହିଲା। ତ ଆମେ ନେକ୍ସଟ ମୁଭ୍ କରିବା, ଆମର ପୁଣି ମୁଭ୍ କରିବା। କମ୍ପ୍ୟୁଟର ଇନ୍ ଏ ନେଟୱାର୍କ ଇଜ୍ କନେକ୍ଟେଡ୍ ଟୁ ଏ ହବ୍ ଥ୍ରୋ ଏ ଷ୍ଟ୍ରେଟ୍ ଥ୍ରୋ କେବୁଲ। କମ୍ପ୍ୟୁଟର ଗୋଟେ ନେଟୱାର୍କରେ କନେକ୍ଟେଡ୍ ଗୋଟେ ହବ୍ ସହିତ ହୁଏ, କେମିତି ନା ଷ୍ଟ୍ରେଟ୍ ଥ୍ରୋ କେବୁଲରେ। ଗୋଟେ କମ୍ପ୍ୟୁଟରଟେ ଗୋଟେ ହବ୍ ସହିତ ଷ୍ଟ୍ରେଟ୍ ଥ୍ରୋ କେବୁଲ ଦ୍ୱାରା ହିଁ କନେକ୍ଟ ହେଇଥାଏ। Whereas a crossable cable directly connects two Ethernet network devices to each other। ମାନେ ଏଇଟା କଣ କହିଲା ନା, ଯେତେବେଳେ ଆମର କ୍ରସ୍ ଓଭର କେବୁଲଟା ଆମର ଡାଇରେକ୍ଟଲି କନେକ୍ଟ କରେ ଦିଟା ଇଥରନେଟ୍ ନେଟୱାର୍କ ଡିଭାଇସେସ୍, ପିସି କିମ୍ବା ଆମର ଲାପଟପ୍ ଫାପଟପ୍ ହେଇଗଲା, ଦିଟାଙ୍କ ଏକାଥରେ କନେକ୍ଟ କରେ। କିନ୍ତୁ ଆମର କମ୍ପ୍ୟୁଟରଟା ଡାଇରେକ୍ଟ ହବ୍ ସହିତ ଷ୍ଟ୍ରେଟ୍ ଥ୍ରୋ କେବୁଲରେ ଜଏନ୍ ହେଇଥାଏ। ତାପରେ ଇଥରନେଟ୍ କ୍ରସ୍ ଓଭର କେବୁଲ ସପୋର୍ଟ ଟେମ୍ପୋରାରୀ ହୋଷ୍ଟ to host networking in situation whereas intermediate device like a network router is not present। ଏଟା କଣ କହିଲା ନା, ଇଥରନେଟ୍ କ୍ରସ୍ ଓଭର କେବୁଲ ଗୋଟେ ଟେମ୍ପୋରାରୀ ହୋଷ୍ଟ ଟୁ ହୋଷ୍ଟ ନେଟୱାର୍କିଂ ମାନେ କରେ, ହୋଷ୍ଟ କରେ, ନେଟୱାର୍କିଂରେ ହୋଷ୍ଟ କରେ, କାମ କରେ। ସେ କିଛି ସିଚୁଏସନରେ କାମ କରେ। ହ୍ୱେୟାର ଇଣ୍ଟରମିଡିଏଟ୍ ଡିଭାଇସ୍ ଲାଇକ୍ ନେଟୱାର୍କ ରାଉଟର ଯେତେବେଳେ ପ୍ରେଜେଣ୍ଟ ନଥାଏ, ତ ଇଏ ଏଇଭଳିଆ ହୋଷ୍ଟ ଟୁ ହୋଷ୍ଟ ଟେମ୍ପୋରାରୀ କାମ କରେ ନେଟୱାର୍କିଂରେ। ତାପରେ ଆମର ଇଏରେ ଯିବା, ଆମର ପଢିଥିଲେ ଆମେ, ଆମର ଛାଡ଼ିଥିଲେ ଟ୍ୱିଷ୍ଟେଡ୍ ପେୟାର କେବୁଲ୍ସ। ତ ଆଉ ଟିକେ ଟ୍ୱିଷ୍ଟେଡ୍ ପେୟାର କେବୁଲ୍ସଟା ବି ଆମର କେତେ ଟାଇପ୍ରେ ଡିଭାଇଡ୍ ହେଇଛି, କ'ଣ ହେଇଛି, ତ ସେଟା ବି ତ ଆମେ ଜାଣିବା ନା, ତାର ବି କ୍ଲାସିଫିକେସନ୍। ଟ୍ୱିଷ୍ଟେଡ୍ ପେୟାର ଟେବୁଲ୍ସଟା ଆମର ପୁଣି ଏଗେନ୍ 2 ଟାଇପ୍ରେ ଡିଭାଇଡ୍ ହେଲା। ଗୋଟେ ହେଲା ୟୁଟିପି, ଗୋଟେ ହେଲା ଏସଟିପି। ୟୁଟିପିର ଫୁଲ୍ ଫର୍ମ ପିଲାମାନେ ମନେ ରଖିବ, ଏଇଠି ମୁଁ ଯାହା ବି ମାର୍କ କରୁଛି, ତ ପିଲାମାନେ ଏଇସବୁ ମନେ ରଖିବ। ଆବ୍ରିଭିଏସନ୍ ଆମର ପରୀକ୍ଷାରେ 10 ମାର୍କସର ଆସୁଛି, ତ ଭେରି ଭେରି ଇମ୍ପୋର୍ଟାଣ୍ଟ। ତ ମନେ ରଖିବ। ତ ପିଲାମାନେ, ମୁଁ ବି ତମକୁ ଗୋଟେ ପ୍ରିପେୟାର ଚାଲିଛି, ମୋର ଆବ୍ରିଭିଏସନ୍ 300ରୁ 400 ପାଖାପାଖି ରହିବ। ମୋ ଟେଲିଗ୍ରାମ ଚ୍ୟାନେଲ୍ ବି ଅଛି, ଡେସ୍କ୍ରିପସନ୍ରେ ଲିଙ୍କ୍ ପ୍ରୋଭାଇଡ଼ କରିଦେଇଛି, ଜଏନ୍ ହେଇଯିବ। ଟେଲିଗ୍ରାମ ଚ୍ୟାନେଲରେ ଆମର PDF ଯୋଉ ଆମର ରହିଛି ଆବ୍ରିଭିଏସନ୍ର 300 400 ଆବ୍ରିଭିଏସନ୍ର PDF ତମକୁ ଟେଲିଗ୍ରାମ ଚ୍ୟାନେଲରେ ମିଳିଯିବ। ଆମ ସିଲାବସ୍ ବି ମିଳିଯିବ। ଏଭ୍ରିଥିଙ୍ଗ ଆମର ଯେତିକି ସବୁ ଟେଲିଗ୍ରାମ ଚ୍ୟାନେଲରେ ମିଳିଯିବ। ତ ଆମ ଡେସ୍କ୍ରିପସନ୍ରେ ଲିଙ୍କ୍ ଅଛି, ତ ଯାଇକି ଟେଲିଗ୍ରାମରେ ଜଏନ୍ କରିପାରିବ, ଆମ ସହିତ କନେକ୍ଟ ବି ହେଇପାରିବ। ତ ତ ପିଲାମାନେ, ଟ୍ୱିଷ୍ଟେଡ୍ ପେୟାର କେବୁଲ୍ସ ଆମର 2 ଟାଇପ୍ସର, ଗୋଟେ ହେଲା ୟୁଟିପି, ଗୋଟେ ହେଲା ଏସଟିପି। ୟୁଟିପି କ'ଣ କହିଲା? ଅନସିଲ୍ଡେଡ୍ ଟ୍ୱିଷ୍ଟେଡ୍ ପେୟାର। ଆଉ ଆମର ଏସଟିପିଟା କହିଲା ସିଲ୍ଡେଡ୍ ଟ୍ୱିଷ୍ଟେଡ୍ ପେୟାର। ତ ୟୁଟିପି ଆର୍ ପେୟାର ଅଫ୍ ଟୁ insulated copper wires twisted together without any other insulation or shielding and hence are called unshielded twisted pair cables। ୟୁଟିପିରେ ଏଇଭଳିଆ ଗୋଟେ ମାନେ ତାରର ଯୋଡ଼ି ଯୋଉରା ଇନ୍ସୁଲେଟେଡ୍ ହେଇଥାଏ, ଦିଟାଙ୍କ ତ ଇନ୍ସୁଲେଟେଡ୍ ହେଇଥାଏ ଗୋଟେ କପର ୱେୟାର ସହିତ। କପର ୱେୟାରଟା ଇନ୍ସୁଲେଟେଡ୍ ହେଇଥାଏ, ଦିଟା କପର ୱେୟାର ଇନ୍ସୁଲେଟେଡ୍ ହେଇଥାଏ। କିନ୍ତୁ ଆଉ କିଛି ତାର ନଥାଏ ଇନ୍ସୁଲେସନ୍, ଏକ୍ସଟ୍ରା ଯୋଉ ଇନ୍ସୁଲେସନ୍ ସିଲ୍ଡିଂଟା ନଥାଏ ଅନସିଲ୍ଡେଡ୍ ଟ୍ୱିଷ୍ଟେଡ୍ ପେୟାର କେବୁଲରେ, ୟୁଟିପିରେ। ତ ଏଇଠି ତମେ ଦେଖିପାରୁଥିବ ଆମର
ଏଇଟା ଆମର ପ୍ଲାଷ୍ଟିକ କଭରଟା ରହିଲା, ଆମର ଯୋଉ ତାର ଦିଟା ଛନ୍ଦା ଛନ୍ଦି ହେଇକି ଯାଇଛନ୍ତି, ସିମ୍ପଲି ତମେ ଦେଖିପାରୁଥିବ। କିନ୍ତୁ ଏସଟିପି ରେ କଣ କହିଲା, ଏସଟିପିଆର ରେ ଟାଇପ୍ସ ଅଫ୍ କେବୁଲ୍ସ ହାଭ୍ ଆନ୍ ଏକ୍ସଟ୍ରା ଇନ୍ସୁଲେସନ ଅର୍ ପ୍ରୋଟେକ୍ଟିଭ କଭରିଂ ଓଭର ଦ କଣ୍ଡକ୍ଟର୍ସ ଇନ୍ ଦ ଫର୍ମ ଅଫ ଏ କପର ବ୍ରେଡ୍ କଭରିଂ। ଏ ଜିନିଷଟା କଣ କହିଲା, ଏସଟିପି ଆମର ଗୋଟେ ଆମର ଟାଇପ୍ସ ଅଫ୍ କେବୁଲ ଯୋଉଟାରେ ଆମର ଏସଟିପି ରେ ସେ ଆମର ରହିଲା ସିଲ୍ଡେଡ ଟ୍ୱିଷ୍ଟେଡ ପେୟାର କେବୁଲରେ ଆମର ଗୋଟେ ଏକ୍ସଟ୍ରା ଇନ୍ସୁଲେସନ ଗୋଟେ ଥାଏ, ପ୍ରୋଟେକ୍ଟିଭ କଭରିଂ ଯୋଉଟା କି ଆମର ବ୍ରେଡେଡ କଭରିଂ ବି କହିପାରିବା, ତ ଆମର ଥାଏ। So this covering helps to reduce interference from electrical resources outside the cable. तो ये कवरिंग टा कौन करे, हेल्प करे ଆମର reduce interference from electrical sources outside the cable। जब କିଛି ଆମର electrical sources ଆମର outside of the cable आइला ताठୁ ଆମର cover करियारे help करे। These cables are low cost and being used to set up ସ୍ମଲ୍ ନେଟୱାର୍କସ୍। ଏଇ କେବୁଲ୍ ଗୁଡ଼ାକ ଏସଟିପି ଗୁଡ଼ାକ ମାନେ ସିଲ୍ଡେଡ୍ ଟ୍ୱିଷ୍ଟେଡ୍ ପେୟାର କେବୁଲ୍ ଗୁଡ଼ାକ ଆମର ଲୋ କଷ୍ଟରେ ଆଭେଲେବୁଲ୍ ହେଇଯାଏ, ଆଉ ୟୁଜ୍ କରାଯାଏ କୋଉଠି ନା ସ୍ମଲ୍ ନେଟୱାର୍କସ୍ ଗୁଡ଼ାରେ ୟୁଜ୍ କରାଯାଏ। ଏ କେବୁଲ୍ କ୍ୟାନ୍ କ୍ୟାରି ଅଫ୍ ଡାଟା ଅପ୍ ଟୁ ଲେନ୍ଥ ଅଫ୍ 100 ମିଟର। ତ ଏ କେବୁଲ୍ ଆମର ଏଇଭଳିଆ କେବୁଲ୍ ଆମର କେତେ ବାଟ ସାରି ଡାଟା କ୍ୟାରି କରିପାରିବ, 100 ମିଟର ସାରି ହିଁ ଡାଟା କ୍ୟାରି କରିପାରିବ। ତ ତାର ଦେଖିପାରୁଥିବ, ଏଇଠି ଇମେଜ ଦେଖିପାରୁଥିବ, ଆମର ଯେତେବେଳେ କଣ୍ଡକ୍ଟର ଗଲା ଆମର ଏଇଟା ଗୋଟେ କପର ସିଲ୍ଡ ର ରହୁଛି, କପର ସିଲ୍ଡ ର ପେୟାରଟେ ରହୁଛି, ତାପରେ ଆମର ଗୋଟେ ପ୍ଲାଷ୍ଟିକ ର କଭରଟେ ଏକ୍ସଟ୍ରା ସିଲ୍ଡେଡ ପେୟାର ମାନେ ଏକ୍ସଟ୍ରା ଯୋଉ ଆମର କୋଟିଂଟା ରହୁଛି ଗୋଟେ ଆମର ବ୍ରେଡେଡ କୋଟିଂ ଗୋଟେ। ତ ଏଇ ଜିନିଷଟା ଏଇଟା ଆମର ପ୍ଲାଷ୍ଟିକ କଭରରେ ରହୁଛି। ତ ଏତିକି ଜିନିଷ ପିଲାମାନେ ଆଜିର ସେସନରେ, ତ ଆଶା କରୁଛି ପିଲାମାନେ ତମେ ବୁଝିପାରିଥିବ। ତ ଯଦି କେବି ତମମାନଙ୍କର କୋଉଠି କିଛି ଡାଉଟ୍ ରହିଛି ତ ଦେନ୍ ଆମର କମେଣ୍ଟରେ ଜଣାଅ, ତ ଆମେ ତାକୁ ରିପ୍ଲାଏ କରିବା ପାଇଁ ଟ୍ରାଏ କରିବୁ। ଦରକାର ପଡ଼ିଲେ ଆମେ ଲାଇଭ୍ ସେସନ୍ ବି ଟ୍ରାଏ କରିବୁ। ତ ଆମକୁ ଆମର ଚ୍ୟାନେଲର ଲିଙ୍କ୍ ସେୟାର କର। ତ ଯୋଉ ପିଲାମାନେ ବି ଜଏନ୍ ମାନେ ଆଇଟିରେ ରହିଛନ୍ତି, ଆଇଟିରେ ଟିକେ ଡଲ୍ ରହିଛନ୍ତି, ପୁରା ଓଡ଼ିଆରେ ପିଲାମାନେ ତମକୁ ପୁରା କଞ୍ଚା ଓଡ଼ିଆରେ ବୁଝା ହେଉଛି। ଆମର ତମେ ନୋଟ୍ସ ବି ଏଠି ତମେ ଭିଡ଼ିଓ ପଜ୍ କରିକି ତମେ ଦେଖିପାରିବ, ନୋଟ୍ସ ନିଜେ ଲେଖିପାରିବ। ତ ଫାର୍ଷ୍ଟ ଇୟର୍ର ବି କୋର୍ସ ଆମେ ଷ୍ଟାର୍ଟ କରିବାକୁ ଯାଉଛୁ। ତ ଫାର୍ଷ୍ଟ ଇୟର୍ର ବି କୋର୍ସ ଏଭ୍ରିଥିଙ୍ଗ ଆମର ଯାହା ବି କିଛି ଏଠି ଅପଲୋଡ଼ ହେବ ସବୁ କିଛି ଫ୍ରିରେ, ଟଙ୍କାଟେ ତମକୁ କାଟିକି ଦେବାକୁ ପଡ଼ିବ ନାହିଁ। ତ ଆସିକି ତମେ ଦେଖିପାରିବ। ତ ତମ ସାଙ୍ଗସାଥି ଯାହା ବି କିଛି ରହିଲା ଫାର୍ଷ୍ଟ ଇୟର୍ ପିଲାଙ୍କୁ ବି ଭାଇ ଭଉଣୀମାନଙ୍କୁ ତମେ ଆଲର୍ଟ କରିଦିଅ, ଯେ ସେୟାର କରିଦିଅ ଯେ ଆମ ଚ୍ୟାନେଲକୁ ଜଏନ୍ କରିବେ। ଏଭ୍ରିଥିଙ୍ଗ ଆମର ଫ୍ରିରେ ରହିବ ଭାଇ, କିଛି ବି ଆମର ଟଙ୍କାଟେ ନେବାର ନାହିଁ କାହା ପାଖରୁ। ତ ଏଭ୍ରିଥିଙ୍ଗ ଆମର ଫ୍ରିରେ ରହିବ, ନା କି ଯେଉଁମାନେ ପେଡ୍ କୋର୍ସ ନେଉଛନ୍ତି ଭାଇ କିଛି ବି ଡିଟେଲ୍ସରେ କହୁନାହାନ୍ତି, କିଛି ବି ଡିଟେଲ୍ସରେ କହୁନାହାନ୍ତି। ତମେ ଯଦି କମ୍ପେୟାର କରିବ ଭାଇ ଆମ ପଢ଼ା ଆମ ୱେରେ ଯିବା, ତ ବେସିକ୍ରୁ ଯଦି ଜଣେ କିଛି ବି ଆଇଟିରେ ଜାଣିନି, କିଛି ଦରକାର ନାହିଁ, କିଛି ଦରକାର ନାହିଁ, ବେସିକ୍ରୁ ଯଦି ପଢ଼ିବ ଆରାମସେ ଏକ୍ଜାମଠୁ ବହୁତ କିଛି କୁହାହେଉଛି, ବହୁତ କିଛି ତମେ ଇଜିଲି କଭର୍ କରିଦେବ। ଆଇଟିରେ 100ରୁ ପାଖାପାଖି 90ରୁ 100 ରଖିଦେବ ଯଦିକା ଠିକ୍ ସେ ପଢ଼ିବ। ତ ଦେନ୍ ଟ୍ରାଏ କର। ଆମର ସବୁକିଛି ଆମର ମାରାଥନ୍ ଫାରାଥନ୍ ଆସୁଛି, ଏକ୍ଜାମ୍ ଯେତେ ପାଖେଇ ପାଖେଇ ଆସିବ, ୱାନ୍ସ ଆମର ସିଲାବସ୍ କଭର୍ ହେଇଗଲା ଦେନ୍ ଆମର ସବୁ ଆମର ଷ୍ଟାର୍ଟ ହେଇଯିବ PYQ 10-15 ବର୍ଷର ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ସବୁ ଆମେ ପ୍ରାକ୍ଟିସ୍ କରିବା। ଦରକାର ପଡ଼ିଲେ ଲାଇଭ୍ ଆସିକି ପିଲାଙ୍କର ଡାଉଟ୍ କ୍ଲିୟର୍ କରିବା। ତ ପିଲାମାନେ ଆମକୁ ସପୋର୍ଟ କର, ଆମକୁ ଚ୍ୟାନେଲକୁ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କର ଯଦି ଭିଡ଼ିଓ ଗୋଟା ଭଲ ଲାଗିଛି। ନହେଲେ ସେମିତି ମାନେ ବି ଫ୍ରିରେ ପଢ଼ିବାକୁ ଚାହୁଁଛନ୍ତି, ବେଟର୍ ଏଜୁକେସନ୍ ଓଡ଼ିଶାରେ ଆଜିକା ଡେଟ୍ରେ ଦେଖିବାକୁ ଗଲେ ବହୁତ କମ୍ ରେୟାରରେ, ଯୋଉଟା ବି ଆଇଟି କି ହାଲକା, ଆଇଟି ଗୋଟେ ଏମିତି ଚାପ୍ଟର ଭାବି ଦେଉଛନ୍ତି, ହାଲକା ଚାପ୍ଟର ଭାବି ଦେଉଛନ୍ତି। ଆଇଟିଟାକୁ ହାଲକା ଜମା ବି ନୁହଁ, ଆଇଟିରେ ବହୁତ କିଛି ରହିଛି, ଆମେ ବହୁତ କିଛି କଭର୍ କରିବା ପାଇଁ। ଏତିକି ରହିଲି ପିଲାମାନେ, ଥ୍ୟାଙ୍କ ୟୁ।